ଯେଉଁମାନେ ଆମ୍ଭଙ୍କୁ ଆଶ୍ରୟ କରି ଜନ୍ମ ମୃତ୍ୟୁ ନିବାରଣ ନିମିତ୍ତ ଯତ୍ନ କରନ୍ତି, ସେମାନେ ସେହି ପରମ ବ୍ରହ୍ମ ଓ ସକଳ ଆଧ୍ୟାତ୍ମିକ ବିଷୟ ଏବଂ ସମସ୍ତ କର୍ମ ଜାଣିପାରନ୍ତି। ଏ ଶ୍ଲୋକରେ ଭଗବାନ ଆମ୍ଭଙ୍କୁ ଆଶ୍ରୟ କରି ଇତ୍ୟାଦି କହୁଛନ୍ତି, ତାହା ପରମ ବ୍ରହ୍ମଙ୍କ ପ୍ରତି ଲକ୍ଷ୍ୟ କରାଯାଇଛି। କାହିଁକିନା ନିର୍ଗୁଣ ବ୍ରହ୍ମଙ୍କୁ ଜନ୍ମ ମରଣ ନିବାରଣ ପାଇଁ ପ୍ରାର୍ଥନା କରାଯାଇପାରେ ନାହିଁ, ଯେହେତୁ ସେ ଉପାସନାର ଅତୀତ ପୁଣି ନିର୍ଗୁଣ ବ୍ରହ୍ମରଠାରେ ଦୟା ଗୁଣ ସମ୍ଭବ ନଥିବାରୁ ଉପାସନାରେ ଦୟାଦ୍ର ହୋଇ ଅଭିଳାଷିତ ବର ଦେବେ କିପରି? ଅତଏବ ଜନ୍ମ ମରଣ ନିବାରଣ ପାଇଁ ସଗୁଣ ବ୍ରହ୍ମଙ୍କୁ ଆଶ୍ରୟ କରି ଯତ୍ନ କରିବ, ତାହେଲେ ଆତ୍ମାର ସ୍ୱରୂପ ଅବଗତ ହୋଇପାରିବ ଏବଂ ଆତ୍ମଜ୍ଞାନ ଲାଭ ନିମିତ୍ତ ଆବଶ୍ୟକୀୟ ସମସ୍ତ କର୍ମମାନ ଜାଣିପାରିବ। ଅବଶେଷରେ ତଦ୍ବ୍ରହ୍ମ ଅର୍ଥାତ୍ ନିର୍ଗୁଣ ପରମ ବ୍ରହ୍ମଙ୍କୁ ପ୍ରାପ୍ତି କରିପାରିବ। ଫଳ କଥା ଏହିକି ଯେ ପ୍ରଥମେ ସଗୁଣ ବ୍ରହ୍ମଙ୍କୁ ଆଶ୍ରୟ କରି ଭକ୍ତି ଚେତରୁ ଉପାସନାଦି କଲେ ସର୍ବପ୍ରକାର କର୍ମ ଓ ଆଧ୍ୟାତ୍ମିକ ବିଷୟ ଅବଗତ ହୋଇ ଶେଷରେ ନିର୍ଗୁଣ ପରମ ବ୍ରହ୍ମଙ୍କୁ ଜାଣିପାରିବେ। ଯେଉଁମାନେ ଅଧିଭୂତ ଅଧିଦୈବ ଏବଂ ଅଧିଯଜ୍ଞ ସହିତ ଆମ୍ଭଙ୍କୁ ଜାଣନ୍ତି, ସେମାନଙ୍କ ମନ ଆମ୍ଭଠାରେ ଆସକ୍ତ ଥିବାରୁ ସେମାନେ ମୃତ୍ୟୁ ସମୟରେ ମଧ୍ୟ ଆମ୍ଭଙ୍କୁ ଜାଣିପାରନ୍ତି। କାଳେ ଅର୍ଜୁନଙ୍କର ଏପରି ଆଶଙ୍କା ହେବ ଯେ ଯେଉଁମାନେ ସଗୁଣ ବ୍ରହ୍ମଙ୍କର ଆଶ୍ରୟ ନେବେ, ସେମାନଙ୍କର ତ ଯୋଗସିଦ୍ଧି ହୋଇପାରିବ ନାହିଁ। ଏଥିପାଇଁ ସେ ଭଗବାନ କହୁଛନ୍ତି ଯେ ଯେଉଁମାନେ ଆମ୍ଭଙ୍କୁ ଅଧିଭୂତ ଅଧିଦୈବ ଓ ଅଧିଯଜ୍ଞ ସହିତ ଉପାସନା କରନ୍ତି, ଜାଣନ୍ତି, ସେମାନଙ୍କର ମନ ସର୍ବଦା ଆମ୍ଭଠାରେ ଆସକ୍ତ ଥିବାରୁ ସେମାନେ ମୃତ୍ୟୁ ସମୟରେ ମଧ୍ୟ ଆମକୁ ଜାଣିପାରନ୍ତି। ମୃତ୍ୟୁ ସମୟରେ ମସ୍ତିଷ୍କ ଓ ଇନ୍ଦ୍ରିୟ ସ୍ୱଭାବ ବିକୃତ ହୋଇଯାଏ, ଯେତେବେଳେ ଈଶ୍ୱର ଶରଣ ଅସମ୍ଭବ ହୋଇପାରେ ସତ, ମାତ୍ର ଏହା ସମସ୍ତେ ଅବଗତ ଅଛନ୍ତି ଯେ ଯେଉଁ ବ୍ୟକ୍ତି ଯେଉଁ ବିଷୟରେ ସର୍ବଦା ଆସକ୍ତ ଥାନ୍ତି, ମୃତ୍ୟୁ ସମୟରେ ତାହାଙ୍କର ପ୍ରାୟ ସେହି ବିଷୟରେ ଭାବତରଙ୍ଗ ହୃଦୟରୁ ଉତ୍ଥିତ ହୁଏ। ଭଗବତ ଭକ୍ତି ବ୍ୟକ୍ତି ସର୍ବଦା ଈଶ୍ୱର ବିଷୟରେ ମନ ଲଗାଇଥିବାରୁ ମୃତ୍ୟୁ ସମୟରେ ମଧ୍ୟ ତାହା ବିସ୍ମରଣ କରି ହୁଏ ନାହିଁ। ଅଥବା କୌଣସି ଶିଶୁ ମାତାର ବସ୍ତ୍ରାଞ୍ଚଳ ଧରି କାହା ସହିତ ଗମନ କରିବା ସମୟରେ ଯଦି ଦୈବାତ ପଥରେ ପତିତ ହୋଇ ମୂର୍ଚ୍ଛିତ ହୁଏ, ସେତେବେଳେ ସେ ମାତାକୁ ସାହାଯ୍ୟ ପାଇଁ ନ ଡାକିଲେ ସୁଦ୍ଧା ମାତା ସ୍ୱତଃ ଯେପରି ଆସେ, ସେହି ଚେଷ୍ଟା ଓ ଚୈତନ୍ୟ ଶୂନ୍ୟ ଶିଶୁକୁ କ୍ରୋଡ଼ରେ ଘେନି ତାର ଚୈତନ୍ୟ ଉଦୟରେ ଯତ୍ନ କରେ, ସେହିପରି ମୃତ୍ୟୁ ସମୟରେ ମୂର୍ଚ୍ଛିତ ଓ ଚେତାଶୂନ୍ୟ ହେଲେ ସୁଦ୍ଧା ଚୈତନ୍ୟମୟ ଭଗବତ ବତ୍ସଳ ଦୟାସାଗର ପ୍ରଭୁ ଭକ୍ତର ଭକ୍ତି ଓ ଶ୍ରଦ୍ଧା ସ୍ମରଣ କରି ତାହାକୁ ହୃଦୟରେ ଚେତନ ସ୍ୱରୂପରେ ବିରାଜମାନ ହୋଇ ତାହାକୁ ଆପଣା କଥା ସ୍ମରଣ କରାଇ ଦିଅନ୍ତି। ଏହି ଅଧ୍ୟାୟରେ ଭକ୍ତମାନେ ଭକ୍ତି ବଳରେ ଶେଷରେ ବ୍ରହ୍ମଜ୍ଞାନ ଲାଭ କରିପାରନ୍ତି। ଏହି କଥା ହିଁ ବର୍ଣ୍ଣିତ ହେଲା। ଇତି ଶ୍ରୀମଦ୍ ଭଗବଦ୍ ଗୀତାର ବିଶଦ ବ୍ୟାଖ୍ୟାରେ ସପ୍ତମ ଅଧ୍ୟାୟ ସମାପ୍ତ। ଶ୍ରୀମଦ୍ ଭଗବଦ୍ ଗୀତା ଅଷ୍ଟମ ଅଧ୍ୟାୟ। ଅର୍ଜୁନ କହିଲେ, ପୁରୁଷୋତ୍ତମ, ସେ ବ୍ରହ୍ମ କି ପଦାର୍ଥ? ଆଧ୍ୟାତ୍ମ କାହାକୁ କହନ୍ତି? କର୍ମ କ'ଣ? ଅଧିଭୂତ ଓ ଅଧିଦୈବ କାହାକୁ କୁହାଯାଏ? ସପ୍ତମ ଅଧ୍ୟାୟରେ ସେ ଭଗବାନ ବ୍ରହ୍ମ, ଆଧ୍ୟାତ୍ମ, କର୍ମ, ଅଧିଭୂତ, ଅଧିଦୈବ, ଅଧିଯଜ୍ଞ ଓ ମୃତ୍ୟୁ ସମୟରେ ସୁଦ୍ଧା ପରମେଶ୍ୱରଙ୍କୁ ଭକ୍ତଚେତା ବ୍ୟକ୍ତିମାନେ ଜାଣିପାରନ୍ତି ଇତ୍ୟାଦି କଥା ସଂକ୍ଷେପରେ କହିଲେ। ବର୍ତ୍ତମାନ ସେହି ସବୁ କଥାର ପ୍ରକୃତି ଜାଣିବା ପାଇଁ ଅର୍ଜୁନ ତାଙ୍କୁ ପ୍ରଶ୍ନ କରୁଛନ୍ତି, ହେ ପୁରୁଷୋତ୍ତମ, ସେହି ବ୍ରହ୍ମ କି ପଦାର୍ଥ? ଅର୍ଥାତ୍ ତାହା କି ଉପାଧି ରହିତ? ତାହା ଉପାଧିଯୁକ୍ତ ବା କି ଉପାଧି ରହିତ? ଦେହର ଆଶ୍ରୟ କରିଥିବା ଆତ୍ମା ଲୌକିକ ଭୌତିକ ପଦାର୍ଥରେ ଚେତନ ସ୍ୱରୂପ। କର୍ମ କ'ଣ? ଯାଗ ଯଜ୍ଞାଦି କି ଆଉ କୌଣସି ପ୍ରକାର କର୍ମ ଅଛି? ପୃଥିବୀଆଦି ପଦାର୍ଥକୁ ଅଧିଭୂତ ବୋଲି ଆପଣ କହୁଛନ୍ତି କି କୌଣସି ସମସ୍ତ କ୍ରିୟାକୁ କହୁଛନ୍ତି? ଦେବତାମାନଙ୍କ ଧ୍ୟାନାଦି କି ଆପଣଙ୍କ ମତରେ ଅଧିଦୈବ? ଫଳ କଥା କି ସପ୍ତମ ଅଧ୍ୟାୟ ଶେଷରେ ଆପଣ ଯେଉଁ ସବୁ ବିଷୟରେ ଉଲ୍ଲେଖ କରିଛନ୍ତି ତାହା ବିଶଦ ଭାବରେ ବୁଝାଇ ଦିଅନ୍ତୁ। ହେ ମଧୁସୂଦନ, ଏ ଦେହର ଅଧିଯଜ୍ଞ କିଏ ଏବଂ ସେ ଏଠାରେ କିପରି ରହିଛନ୍ତି ଏବଂ ମୃତ୍ୟୁ ସମୟରେ ଜିତେନ୍ଦ୍ରିୟ ଯୋଗୀମାନେ କି ଉପାୟରେ ଆପଣଙ୍କୁ ଜାଣନ୍ତି? ଅର୍ଜୁନ ସେ ଭଗବାନଙ୍କୁ ପଚାରିଲେ, ହେ ମଧୁସୂଦନ, ଯେ ଯଜ୍ଞକୁ ଅବଲମ୍ବନ କରିଥାନ୍ତି ତାଙ୍କୁ ଅଧିଯଜ୍ଞ ବୋଲାଯାଏ, ଯେ କି ଅନ୍ୟ କୌଣସି ସ୍ୱତନ୍ତ୍ର ଦେବତା ଅଟନ୍ତି? ସେ ବିଷୟରେ ଦେହରେ କି ଭାବରେ ଅବସ୍ଥାନ କରନ୍ତି? ସେ ଦେହ ଭିତରେ ଥାନ୍ତି ନା ବାହାରେ ଥାନ୍ତି? ଯଦି ଭିତରେ ଥାନ୍ତି, ତେବେ ବୁଦ୍ଧି ଆଦି ରୂପରେ ଥାନ୍ତି କି ଅନ୍ୟ କୌଣସି ରୂପରେ ଥାନ୍ତି? ତାଙ୍କୁ କିପରି ଧ୍ୟାନ କରାଯାଏ? ମୃତ୍ୟୁ କାଳରେ ଜିତେନ୍ଦ୍ରିୟ ଭକ୍ତ ମୃତ୍ୟୁ ଯନ୍ତ୍ରଣା ଦ୍ୱାରା ଅବଶ ହୋଇପଡ଼ିଲେ, ଚେତନା ଓ ସ୍ମରଣଶକ୍ତି ହରାଇଲେ ଆପଣ କିପରି ତାଙ୍କ ହୃଦୟରେ ଉଦିତ ହୁଅନ୍ତି? ଅର୍ଥାତ୍ ସେତେବେଳେ ସେ ଆପଣଙ୍କୁ କି ଭାବେ ଜାଣିପାରନ୍ତି? ଏସବୁ ପ୍ରଶ୍ନର ଉତ୍ତର
ମୋତେ ବିଶଦ ଭାବରେ ବୁଝାଇ ଦିଅନ୍ତୁ। ଶ୍ରୀ ଭଗବାନ କହିଲେ, ଜଗତର ମୂଳ କାରଣ ଅକ୍ଷୟ ପଦାର୍ଥକୁ ବ୍ରହ୍ମ ଓ ପ୍ରତି ଦେହରେ ବ୍ରହ୍ମ ପଦାର୍ଥରେ ଯେଉଁ ଆତ୍ମାଭାବ ଅଛି ତାହାକୁ ଅର୍ଥାତ୍ ବ୍ରହ୍ମ ପଦାର୍ଥର ଅଂଶରୂପ ଜୀବକୁ ଆଧ୍ୟାତ୍ମ କୁହାଯାଏ ଏବଂ ପ୍ରାଣୀମାନଙ୍କର ଉତ୍ପତ୍ତି ଓ ବୁଦ୍ଧିର କାରଣ ଯେ ଯଜ୍ଞାଦି ତାହା କର୍ମ ନାମରେ କଥିତ ଅଟେ। ଶ୍ରୀ ଭଗବାନ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତର ଯଥାକ୍ରମରେ ଦେଉଛନ୍ତି। ଅର୍ଜୁନ ପ୍ରଥମରେ ବ୍ରହ୍ମ କ'ଣ ଓ ତାପରେ ଆଧ୍ୟାତ୍ମ କାହାକୁ କୁହାଯାଏ ଏବଂ କର୍ମ କାହାକୁ କୁହନ୍ତି ବୋଲି ପଚାରିଲେ। ଭଗବାନ ସେହି ପ୍ରଶ୍ନତ୍ରୟର ଉତ୍ତର ଏହି ଶ୍ଲୋକରେ ଦେଇଛନ୍ତି। ଯାହାଙ୍କର କ୍ଷର ଅର୍ଥାତ୍ କ୍ଷୟ ବା ଚଳନାଦି ନାହିଁ, ସେ ଅକ୍ଷରକୁ ଅର୍ଥାତ୍ ଉପାଧି ରହିତ ଚୈତନ୍ୟଙ୍କୁ ବ୍ରହ୍ମ କୁହାଯାଏ। କାଳେ ଅର୍ଜୁନ ମନେ କରେ ଯେ ଯଦି ଅକ୍ଷରକୁ ବ୍ରହ୍ମ କୁହାଯାଏ ତେବେ ଶବ୍ଦର ଅକ୍ଷର ବା ବର୍ଣ୍ଣମାନଙ୍କୁ ଅଥବା ଜୀବକୁ କି ବ୍ରହ୍ମ ବୋଲି ବୁଝିବାକୁ ହେବ। ସେଥିପାଇଁ ସେ ଭଗବାନ ପରମ ବିଶେଷଣ ଦେଇ କହିଛନ୍ତି ଯେ ଅର୍ଥାତ୍ ଯେଉଁ ଅକ୍ଷର ପରମ ଅଟେ ଅର୍ଥାତ୍ ସମସ୍ତ ଜଗତର ଆଦି କାରଣ ତାହା ହିଁ ବ୍ରହ୍ମ। ଫଳ କଥା ଏହି ଯେ ଅବିନାଶୀ ଓ ସର୍ବବ୍ୟାପୀ ଜଗତର କାରଣ ସ୍ୱରୂପ ଉପାଧି ଶୂନ୍ୟ ପ୍ରକାଶ ଚୈତନ୍ୟକୁ ବ୍ରହ୍ମ କୁହାଯାଏ। ସେ ଅକ୍ଷର ବ୍ରହ୍ମ ପଦାର୍ଥରେ ଯେଉଁ ଆତ୍ମଭାବ ସେ ଦେହକୁ ଆଶ୍ରୟ କରି ରହିଲେ ଆଧ୍ୟାତ୍ମ ନାମରେ କଥିତ ହୁଅନ୍ତି। ପରମେଶ୍ୱରଙ୍କ ଅଂଶରୂପୀ ଜୀବାତ୍ମାକୁ ଆଧ୍ୟାତ୍ମ ବୋଲାଯାଏ। ଆଉ ପ୍ରାଣୀମାନଙ୍କର ଉତ୍ପତ୍ତି ଓ ବୁଦ୍ଧିର କାରଣ ଯେ ଦ୍ରବ୍ୟ ତ୍ୟାଗରୂପକ ଯଜ୍ଞାଦି ତାହା କର୍ମ ନାମରେ କଥିତ ହୁଏ। ଯଜ୍ଞ ଅର୍ଥାତ୍ ଯାଗ, ହୋମ ଓ ଦାନ ଏ ସମସ୍ତ ହିଁ ଦ୍ରବ୍ୟ ତ୍ୟାଗ ଦ୍ୱାରା ନିଷ୍ପନ୍ନ ହୁଏ। ଦଣ୍ଡାୟମାନ ହୋଇ ମନ୍ତ୍ରଶେଷରେ ବସଠ ଉଚ୍ଚାରଣ କରିଦେବା ଉଦ୍ଦେଶ୍ୟରେ ଅଗ୍ନିରେ ଚରୁ, ସମିଧ ବା ଆହୁତି ଆଦି ଦ୍ରବ୍ୟ ତ୍ୟାଗକୁ ପାକ ଯାଗ ବୋଲାଯାଏ। ଆସନରୁ ଉପବିଷ୍ଟ ହୋଇ ମନ୍ତ୍ର ଶେଷରେ ସ୍ୱାହା ଉଚ୍ଚାରଣ କରି ଅଗ୍ନିରେ ଯେଉଁ ଆହୁତି ତ୍ୟାଗ କରାଯାଏ ତାକୁ ହୋମ କୁହନ୍ତି। ଆଉ ଯେଉଁ ଦ୍ରବ୍ୟକୁ ଏପରି ତ୍ୟାଗ କରାଯାଏ ସେଥିରେ ଆପଣାର ଅଧିକାର ନଷ୍ଟ ହୋଇ ପରମ ଅଧିକାର ଜନ୍ମେ, ସେହି ତ୍ୟାଗକୁ ଦାନ କୁହାଯାଏ। ସୁତରାଂ ତ୍ୟାଗ କହିଲେ ଯଜ୍ଞାଦି ସମସ୍ତ କ୍ରିୟାକୁ ବୁଝାଯାଏ। ସେହି ତ୍ୟାଗ ବା ଯଜ୍ଞାଦି କ୍ରିୟା ଏଠାରେ କର୍ମ ନାମରେ କଥିତ ହୋଇଛି। ସେହି କର୍ମକୁ ପ୍ରାଣୀମାନଙ୍କର ଉତ୍ପତ୍ତି ବୃଦ୍ଧି ହୁଏ। ଯେହେତୁ ଶ୍ରୁତିରେ ପ୍ରମାଣ ଅଛି ଯେ ଅଗ୍ନିରେ ଯାହା ଆହୁତି ଦିଆଯାଏ ତାହା ଧୂମକୁ ପରେ ସୂର୍ଯ୍ୟଙ୍କ ନିକଟକୁ ଯାଏ। ସୂର୍ଯ୍ୟ ତାହା ଦ୍ୱାରା ବୃଷ୍ଟି କରନ୍ତି ଓ ବୃଷ୍ଟିରୁ ଶସ୍ୟାଦି ଜାତ ହୁଏ ଓ ସେହି ଶସ୍ୟାଦି ଶୁକ୍ର ଶୋଣିତ ରୂପରେ ପରିଣତ ହେଲେ ତହିଁରୁ ପ୍ରାଣୀ ଜାତ ହୁଅନ୍ତି ଇତ୍ୟାଦି। ଆଉ ସେହି କର୍ମରୁ ଜାତ ଶସ୍ୟାଦି ଭକ୍ଷଣ କରି ପ୍ରାଣୀମାନେ ଯେ ବର୍ଦ୍ଧିତ ହୁଅନ୍ତି ଏହା କହିବା ବାହୁଲ୍ୟ ମାତ୍ର। ହେ ଦେହଶ୍ରେଷ୍ଠ ଅର୍ଜୁନ, ଦେହାଦି ନଶ୍ୱର ପଦାର୍ଥକୁ ଅଧିଭୂତ ଓ ହିରଣ୍ୟଗର୍ଭ ସ୍ୱରୂପକୁ ଅଧିଦୈବ ବୋଲାଯାଏ ଏବଂ ଦେହରେ ଆମ୍ଭେ ଅଧିଯଜ୍ଞ ସ୍ୱରୂପରେ ବର୍ତ୍ତମାନ ଥାଉ। ଯେଉଁ ପଦାର୍ଥ କ୍ଷର ଅର୍ଥାତ୍ ବିନାଶଶୀଳ ସେସବୁ ପଦାର୍ଥ ଅର୍ଥାତ୍ ଭୂତ ଅର୍ଥାତ୍ ପ୍ରାଣୀମାନଙ୍କୁ ଆଶ୍ରୟ କରିଥାଏ ବୋଲି ଅଧିଭୂତ ନାମରେ କଥିତ ଅଟେ। ଯେଉଁ ହିରଣ୍ୟଗର୍ଭ ପୁରୁଷ ସୂର୍ଯ୍ୟମଣ୍ଡଳ ମଧ୍ୟବର୍ତ୍ତୀ ହୋଇ ଆପଣର ଅଂଶରୁ ଉତ୍ପନ୍ନ ସମସ୍ତ ଦେବତାଙ୍କର ଅଧିଷ୍ଠାତା ରୂପେ ବିରାଜମାନ ଅଛନ୍ତି ଏବଂ ଯାହାଙ୍କର ବିରାଟ ମୂର୍ତ୍ତି ଦେବତା ସମୂହର ଯୋଗଫଳତଃ ସମଷ୍ଟିଭୁକ୍ତ ମୁଁ ବ୍ୟଷ୍ଟି ଭାବରେ ଅର୍ଥାତ୍ ଏକ ଅଂଶରେ ସୂର୍ଯ୍ୟାଦି ରୂପରେ ଧାରଣ କରି ଚକ୍ଷୁଦାଦି ଇନ୍ଦ୍ରିୟରେ ପ୍ରକାଶିତ ଶକ୍ତି ପ୍ରଦାନ କରନ୍ତି। ସେ ହିରଣ୍ୟଗର୍ଭ ପୁରୁଷଙ୍କୁ ଅଧିଦୈବ କୁହାଯାଏ। ପୁଣି ଯେ ସର୍ବଯଜ୍ଞର ଅଧିଷ୍ଠାତା, ସର୍ବଯଜ୍ଞର ଫଳଦାତା ଏବଂ ସର୍ବଯଜ୍ଞାଭିମାନୀ ଏ ଯଜ୍ଞସ୍ୱରୂପୀ ବିଷ୍ଣୁ ଅଧିଯଜ୍ଞ ଅଟନ୍ତି। ଭଗବାନ ବାସୁଦେବ ଏହି ଦେହରେ ଅଧିଯଜ୍ଞ ରୂପରେ ଥିଲେ ସୁଦ୍ଧା ବୁଦ୍ଧି ଆଦି ପଦାର୍ଥରୁ ଭିନ୍ନ ଅଟନ୍ତି। ଏ ଶ୍ଲୋକରେ ଭଗବାନ ଅର୍ଜୁନଙ୍କୁ ହେ ଦେହଶ୍ରେଷ୍ଠ ବୋଲି ସମ୍ବୋଧନ କରିବା ଦ୍ୱାରା ସଂକ୍ଷେପରେ ଏକଥା କହିଲେ ଯେ ତୁମ୍ଭେ ଆମର ବିଶେଷ ଅନୁଗ୍ରହ ପାତ୍ର ଥିବାରୁ ଭଗବତତ୍ତ୍ୱ ବୁଝିବାକୁ ସମ୍ପୂର୍ଣ୍ଣ ଅଧିକାରୀ ଅଟ। ମୃତ୍ୟୁ ସମୟରେ ଯେ କେବଳ ଆମ୍ଭଙ୍କୁ ଶରଣ କରୁ କରୁ ଶରୀର ତ୍ୟାଗ କରି ଉତ୍ତରାୟଣ ମାର୍ଗରେ ଗମନ କରନ୍ତି ସେ ଆମ୍ଭର ସ୍ୱରୂପ ପ୍ରାପ୍ତ ହୁଅନ୍ତି, ଏଥିରେ ସନ୍ଦେହ ନାହିଁ। ଅର୍ଜୁନ ଏହି ଅଧ୍ୟାୟର ଦ୍ୱିତୀୟ ଶ୍ଲୋକରେ ପଚାରିଥିଲେ ଯେ ମୃତ୍ୟୁ ସମୟରେ ଜିତେନ୍ଦ୍ରିୟ ଯୋଗୀମାନେ କି ପ୍ରକାର ଆପଣଙ୍କୁ ଜାଣନ୍ତି। ତାହାର ଉତ୍ତରରେ ଭଗବାନ କହୁଛନ୍ତି କି ମୋର ମୃତ୍ୟୁ କାଳରେ ଆମ୍ଭଙ୍କୁ ସ୍ମରଣ କରିବା ହିଁ ଜାଣିବାର ଉପାୟ। ସ୍ମରଣ କଲେ ଆମ୍ଭର ସ୍ୱରୂପ ପ୍ରାପ୍ତ ହେବେ ତାହା ଜାଣିବାର ଫଳ। ଅର୍ଥାତ୍ ମାନବ ମୃତ୍ୟୁ ସମୟରେ ଆମ୍ଭଙ୍କୁ ଅଧିଯଜ୍ଞ ବା ସଗୁଣ ରୂପରେ ଅଥବା ପରମ ଅକ୍ଷର ବା ନିର୍ଗୁଣ ରୂପରେ ଯେକୌଣସି ରୂପରେ ସ୍ମରଣ କରୁ ଶରୀର ତ୍ୟାଗ କଲେ ଆମ୍ଭ ସ୍ୱରୂପକୁ ପ୍ରାପ୍ତ ହେବେ, ଏଥିରେ ସନ୍ଦେହ ନାହିଁ। ତେବେ ପ୍ରଭେଦ ଏତିକି ଯେ ଯେଉଁମାନେ ସଗୁଣ ବା ଅଧିଯଜ୍ଞ ରୂପରେ ଆମ୍ଭଙ୍କୁ ସ୍ମରଣ କରନ୍ତି ସେମାନେ ଅର୍ଚିତି ମାର୍ଗ ଭ୍ରମଣ କରି ହିରଣ୍ୟଗର୍ଭ ଭୋଗ ଶେଷରେ ଆମ୍ଭ ନିର୍ଗୁଣ ସ୍ୱରୂପକୁ ପ୍ରାପ୍ତ ହୁଅନ୍ତି। ଆଉ ଯେଉଁମାନେ କେବଳ ନିର୍ଗୁଣ ଉପାଧି ରହିତ ଭାବରେ ଆମ୍ଭକୁ ସ୍ମରଣ କରନ୍ତି
ସେମାନେ ସାକ୍ଷାତ ଭାବରେ ଆମ୍ଭର ଉପାଦେଶ ନେଇ ନିର୍ଗୁଣ ରୂପେ ପ୍ରାପ୍ତ ହୁଅନ୍ତି। ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ। ଅର୍ଥାତ୍ ସଗୁଣ ବା ଉପାଧିଚ୍ୟୁତ ବ୍ରହ୍ମଙ୍କୁ ସ୍ମରଣ କରୁ କରୁ ଦେହ ତ୍ୟାଗ କଲେ ତେବେ ଅଗ୍ନି ଜ୍ୟୋତି ଓ ସବୁ ଦିବସ ଶୁକ୍ର ଇତ୍ୟାଦି ମାର୍ଗରେ ହିରଣ୍ୟଗର୍ଭ ଲୋକକୁ ଯାଇ ସେହି ଲୋକର ଭୋଗ ଶେଷରେ ନିର୍ଗୁଣ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। ତେବେ ସେହି ଅଗ୍ନି ଆଦି ଲୋକରେ ଉପାସିତ ଉପଯୋଗୀ ସ୍ଥୂଳ ଶରୀର ନଥିବା ସ୍ଥଳେ କେବଳ ଜୀବାତ୍ମାର ଉକ୍ତ ପ୍ରକାର ବ୍ରହ୍ମ ପ୍ରାପ୍ତି ସମ୍ଭବ କି ଇତ୍ୟାଦି ସନ୍ଦେହ କରିବାର କିଛି ମାତ୍ର ଆବଶ୍ୟକ ନାହିଁ। କାହିଁକି ନା ଜୀବାତ୍ମା ସ୍ଥୂଳ ଶରୀର ତ୍ୟାଗ କଲେ ସୁଦ୍ଧା ସୂକ୍ଷ୍ମ ଶରୀର ସହିତ ଅଗ୍ନି ଆଦି ଲୋକର ଅଧିଷ୍ଠାତ୍ରୀ ଦେବତା ଦେହରେ ଲୀନ ହୁଅନ୍ତି। ସେ ଦେବତା ପରବର୍ତ୍ତୀ ଦେବତାମାନଙ୍କ ଦେହରେ ମିଶି ହିରଣ୍ୟଗର୍ଭରେ ଲୀନ ହୁଅନ୍ତି ଓ ହିରଣ୍ୟଗର୍ଭ ନିର୍ଗୁଣ ବ୍ରହ୍ମରେ ଲୀନ ହେଲା ବେଳେ ଉପାସକ ଅଗ୍ନି ଆଦି ଦେବତାଙ୍କ ସହିତ ନିର୍ଗୁଣ ବ୍ରହ୍ମତ୍ୱ ପ୍ରାପ୍ତ ହୁଅନ୍ତି। ଏ କୌନ୍ତେୟ ସର୍ବଦା ଚିନ୍ତା କରୁ କରୁ ମୃତ୍ୟୁ ସମୟରେ ସେ ଯେଉଁ ଭାବ ସ୍ମରଣ କରି ଦେହ ତ୍ୟାଗ କରନ୍ତି ସେ ସେହି ଭାବକୁ ପ୍ରାପ୍ତ ହୁଅନ୍ତି। ଭଗବାନ କହିଥିଲେ ଯେ ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ କେବଳ ଆମ୍ଭକୁ ସ୍ମରଣ କରୁ କରୁ ଶରୀର ତ୍ୟାଗ କରନ୍ତି ସେ ଆମ୍ଭ ସ୍ୱରୂପ ପ୍ରାପ୍ତ ହୁଅନ୍ତି। ଏଥିରେ ସନ୍ଦେହ ଅଛି। ଏ ଶ୍ଲୋକରେ କହୁଛନ୍ତି କି ମୃତ୍ୟୁ ସମୟରେ କେବଳ ଆମ୍ଭକୁ ସ୍ମରଣ କଲେ ଯେ ଆତ୍ମସ୍ୱରୂପ ହେବେ ତାହା ନୁହେଁ। ଯେଉଁ ଭାବ ବା ଯେଉଁ ଦେବତା ଅଥବା ଯେକୌଣସି ପଦାର୍ଥ ଭାବନ କରିବେ ସେହି ଭାବ ଅଥବା ସେହି ଦେବତା ସ୍ୱରୂପ ବା ପଦାର୍ଥ ପ୍ରାପ୍ତ ହେବେ। କାଳେ ଅର୍ଜୁନ ମନେ କରିବେ ଯେ ମୃତ୍ୟୁ ସମୟରେ ସ୍ମରଣ କରିବାର କ୍ଷମତା ଥିବ କି ଅଥବା କ୍ଷମତା ଥିଲେ ଲୋକେ ମୃତ୍ୟୁ ସମୟରେ ବିଷ୍ଣୁ ବା ଶିବ ପ୍ରଭୃତି ସ୍ମରଣ କରି ମୁକ୍ତ ହୋଇଯାଉଥାନ୍ତେ। ତେବେ ସଂସାର ବନ୍ଧନରେ ପଡ଼ି ରହିବାର କାରଣ କ'ଣ? ଅନ୍ତର୍ଯ୍ୟାମୀ ଭଗବାନ ସେଥିପାଇଁ କହୁଛନ୍ତି ଯେ ଜୀବିତ ସମୟରେ ସର୍ବଦା ଯେଉଁ ବିଷୟରେ ଭାବନା ହୋଇଥାଏ ମୃତ୍ୟୁ ସମୟରେ ଅଭ୍ୟାସ ବଳରେ ସେହି ଭାବନାର ସ୍ମରଣ ହୁଏ ଓ ମାନବ ମୃତ୍ୟୁ ସମୟରେ ସେହି ଭାବର ସ୍ୱରୂପ ପ୍ରାପ୍ତ ହୁଅନ୍ତି। ଭ୍ରମର କୀଟ ଯେପରି ମୃତ୍ୟୁ ସମୟରେ 2-3 ଘଣ୍ଟା ପୂର୍ବରୁ ଭ୍ରମରର ରୂପକୁ ଲୟଯୁକ୍ତ ହୃଦୟରେ ସ୍ମରଣ କରୁ କରୁ ଶେଷକୁ ଆପଣା ସ୍ୱରୂପ ଛାଡ଼ି ସେହି ଭ୍ରମରୂପ ପ୍ରାପ୍ତ ହୁଏ, ସେହିପରି ମାନବ ମୃତ୍ୟୁ ସମୟରେ ପୂର୍ବ ଅଭ୍ୟାସରୁ ଯେଉଁ ଭାବ ବିଷୟ ଭାବନା କରନ୍ତି ତତ୍ସ୍ୱରୂପ ସେହି ସ୍ୱରୂପକୁ ପ୍ରାପ୍ତ ହୁଅନ୍ତି। ଫଳକଥା ହେଇକି କି ମୃତ୍ୟୁ ସମୟର ଚିନ୍ତାଶକ୍ତିର ସ୍ୱଭାବ ଅନୁସାରେ ମାନବର ପୁନର୍ଜନ୍ମ ବା ମୁକ୍ତିଲାଭ ହୋଇପାରେ ଏବଂ ଜୀବିତ କାଳର କାର୍ଯ୍ୟକଳାର ପ୍ରକୃତି ଅନୁସାରେ ମୃତ୍ୟୁ ସମୟରେ ସତ୍ ବା ଅସତ୍ ଚିନ୍ତା ଉଦିତ ହୁଏ। ଅତଏବ ସର୍ବଦା ଆମ୍ଭକୁ ଚିନ୍ତା କର ଓ ସ୍ୱଧର୍ମ ପାଳନ ଦ୍ୱାରା ଚିତ୍ତଶୁଦ୍ଧି ନିମିତ୍ତ ଯୁଦ୍ଧରେ ପ୍ରବୃତ୍ତ ହୁଅ। ମନ ଓ ବୁଦ୍ଧିକୁ ଆମ୍ଭଠାରେ ଅର୍ପଣ କଲେ ନିଶ୍ଚୟ ଆମ୍ଭଙ୍କୁ ପ୍ରାପ୍ତ ହେବ। ଏଥିରେ ସନ୍ଦେହ ନାହିଁ। ଜୀବିତ କାଳର କାର୍ଯ୍ୟକଳାପ ମୃତ୍ୟୁ ସମୟରେ ସତ୍ ଅସତ୍ ଚିତ୍ତ ଜମା ହେବାର କାରଣ ଅର୍ଥାତ୍ ଯେ ଜୀବିତ କାଳରେ ସର୍ବଦା ସତ୍ କାର୍ଯ୍ୟରେ ରତ ଥାଏ ଓ ସତ୍ କାର୍ଯ୍ୟ ହରିସ୍ମରଣ କରେ ଚିତ୍ତ ଉଦ୍ବିଗ୍ନ ରହିତ ହୋଇଥାଏ ସେ ମୃତ୍ୟୁ ସମୟରେ ଚେଷ୍ଟା ନ କଲେ ସୁଦ୍ଧା ଏବଂ ତାର ଇନ୍ଦ୍ରିୟ ଆଦି ଅବସ୍ଥିତ ଥିଲେ ସୁଦ୍ଧା ସେ ଅଭ୍ୟାସ ସମୟରେ ସେ ହରିସ୍ମରଣ ନିଶ୍ଚୟ କରିବ। ବାଲ୍ୟକାଳରେ ଆମ୍ଭେମାନେ ସର୍ବଦା ମାତା ବା ପିତାଙ୍କ ନିକଟରେ ହୋଇଥିବାରୁ ଏବଂ ସମସ୍ତ ବିଷୟରୁ ଉଦ୍ଧାର କରି ସେ ମାତା ପିତା ବୋଲି ଆମ୍ଭଠାରେ ଆତ୍ମଜ୍ଞାନ ହୋଇଥିବାରୁ ଆମ୍ଭମାନଙ୍କର ଯୌବନ ସମୟରେ ବା ଅନ୍ୟ ସମୟରେ ଅଶୌଚ ଆଦି କୌଣସି ବିପଦ ଉପସ୍ଥିତ ହେଲେ ହେ ମା ଅଥବା ବାପା ଇତ୍ୟାଦି ଶବ୍ଦ ଆସିଯାଏ ଇତ୍ୟାଦି ବାହାରି ଯାଇଥାଏ। ସେହିପରି ଜୀବିତ ଅବସ୍ଥାରେ ଅବସ୍ଥିତ କାର୍ଯ୍ୟ ମୃତ୍ୟୁ ସମୟରେ ମନେ ପଡ଼େ। ଅତଏବ ମୃତ୍ୟୁ ସମୟରେ ବିଷ୍ଣୁ ଚିନ୍ତା କରିବାର ଆବଶ୍ୟକ ହେଲେ ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ। ସେଥିପାଇଁ ସେ ଭଗବାନ ଅର୍ଜୁନଙ୍କୁ କହିଲେ ଯେ ତୁମେ ସବୁ କାଳରେ ଆମ୍ଭଙ୍କୁ ସ୍ମରଣ କର। ମାତ୍ର ସଦମାନୁଷ୍ଠାନ ଦ୍ୱାରା ଚିତ୍ତଶୁଦ୍ଧି ନ ହେଲେ ଭଗବତ ଚିନ୍ତାର ବଳବତୀ ହୁଏ ନାହିଁ। ଏଥିପାଇଁ ସେ ଭଗବାନ ଅର୍ଜୁନଙ୍କୁ ନିଜର କ୍ଷତ୍ରିୟ ଧର୍ମ ଯୁଦ୍ଧାଦିର ଅନୁଷ୍ଠାନ କରିବାକୁ ଉପଦେଶ ଦେଲେ। ପୁଣି କାଳେ ଯୁଦ୍ଧାଦି କରୁ କରୁ ଅର୍ଜୁନଙ୍କର ମୁଁ ଯୁଦ୍ଧ କରୁଅଛି ଓ ମୋର ଜୟ ହେବ ଇତ୍ୟାଦି ଅଭିମାନ ଜନ୍ମିବ, ତାଦ୍ୱାରା ସେ କର୍ମଜାଲରେ ଆବଦ୍ଧ ହେବେ। ଏଥିପାଇଁ ସେ ଭଗବାନ କହିଲେ ଯେ ତୁମେ ତୁମର ମନ ଓ ବୁଦ୍ଧିକୁ ଆମ୍ଭଠାରେ ଅର୍ପଣ କର, କାହିଁକିନା ମନ ଓ ବୁଦ୍ଧି ଈଶ୍ୱର ଅର୍ପିତ ହେଲେ ଆଉ କର୍ତ୍ତୃତ୍ୱ ଅଭିମାନ ରହିବ ନାହିଁ କି କର୍ମଜାଲରେ ଆବଦ୍ଧ ହେବାକୁ ପଡ଼ିବ ନାହିଁ। ଫଳକଥା ହେଇକି ଭଗବତ ଚିନ୍ତା କରି ସ୍ୱଧର୍ମରେ ଯେକୌଣସି କର୍ମ ଅନୁଷ୍ଠାନ କଲେ ଭଗବତ ଭାବନା ବଳବତୀ ଥିବାରୁ କର୍ମଚିନ୍ତା ମନକୁ ଆକ୍ରମଣ କରିପାରେ ନାହିଁ ଏବଂ ସ୍ୱଧର୍ମ ପାଳନ ହେତୁ ଚିତ୍ତଶୁଦ୍ଧି ହୋଇ ଭଗବତ ଚିନ୍ତା ଦୃଢ଼ ହୁଏ ଓ ମୃତ୍ୟୁ ସମୟରେ ସେ ଅଭ୍ୟାସ ଦୃଢ଼ ଚିନ୍ତା ସଗୁଣ ରୂପରୁ ଉପସ୍ଥିତ ହୋଇ ଜୀବକୁ ବ୍ରହ୍ମସ୍ୱରୂପର ଅଧିକାର କରେ। ବ୍ରହ୍ମସ୍ୱରୂପ